ଆଗକୁ ପଢିବା। ଲୁକ 2 ପର୍ବ 41 onwards। ମନ୍ଦିରରେ ବାଳକ ଯୀଶୁ ତାହାଙ୍କ ପିତାମାତା ପ୍ରତିବର୍ଷ ନିସ୍ତାର ପର୍ବ ସମୟରେ ଜେରୁସାଲେମକୁ ଯାଉଥିଲେ। ତାହାଙ୍କର 12 ବର୍ଷ ସମୟରେ ସେମାନେ ପର୍ବର ରୀତି ଅନୁସାରେ ସେଠାକୁ ଯାତ୍ରା କଲେ। ପର୍ବର ସମୟ ସମାପ୍ତ କରି ଯେତେବେଳେ ସେମାନେ ବାହୁଡ଼ି ଆସୁଥିଲେ ସେତେବେଳେ ବାଳକ ଯୀଶୁ ଜେରୁସାଲେମରେ ରହିଗଲେ। ଆଉ ତାହାଙ୍କର ପିତାମାତା ତାହା ଜାଣି ନଥିଲେ, କିନ୍ତୁ ସେ ସହଯାତ୍ରୀ ମାନଙ୍କ ସଙ୍ଗରେ ଅଛନ୍ତି ବୋଲି ମନେକରି ସେମାନେ ଦିନକର ବାଟ ଚାଲିଗଲେ। ପୁଣି ଆତ୍ମୀୟ ଓ ପରିଚିତ ଲୋକମାନଙ୍କ ମଧ୍ୟରେ ତାହାଙ୍କର ଅନ୍ୱେଷଣ କରିବାକୁ ଲାଗିଲେ। ଆଉ ତାହାଙ୍କୁ ନ ପାଇ ଖୋଜୁ ଖୋଜୁ ଜେରୁସାଲେମକୁ ଲେଉଟି ଗଲେ। 3 ଦିନ ପରେ ସେମାନେ ତାହାଙ୍କୁ ମନ୍ଦିରରେ ପାଇଲେ। ସେ ପଣ୍ଡିତ ମାନଙ୍କ ମଧ୍ୟରେ ବସି ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ। ଆଉ ଯେତେ ଲୋକ ତାହାଙ୍କ କଥା ଶୁଣୁଥିଲେ ସମସ୍ତେ ତାହାଙ୍କ ବୁଦ୍ଧି ଓ ଉତ୍ତରରେ ଆଚମ୍ବିତ ହେଉଥିଲେ। ସେମାନେ ତାହାଙ୍କୁ ଦେଖି, ସେମାନେ ମାନେ ବାପା ମା ବା ଯୋସେଫ ଆଉ ମରିୟମ, ସେମାନେ ତାହାଙ୍କୁ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଲେ। ଆଉ ତାହାଙ୍କର ମାତା ତାହାଙ୍କୁ କହିଲେ, ପୁଅରେ ଆମ୍ଭମାନଙ୍କ ପ୍ରତି କଣ କଲୁ ବା ଏପରି ବ୍ୟବହାର କାହିଁକି କଲୁ? ଦେଖ, ତୋର ବାପା ଆଉ ମୁଁ ଅତିଶୟ କାତର ହୋଇ ତତେ ଖୋଜୁ ଅଛୁ। ଏଥିରେ ସେ ସେମାନଙ୍କୁ କହିଲେ, କାହିଁକି ତୁମାନେ ମତେ ଖୋଜୁଥିଲ? ମୋହର ପିତାଙ୍କ ଗୃହରେ ରହିବା ଯେ ମୋହର କର୍ତ୍ତବ୍ୟ, ଏହା କଣ ଜାଣିନଥିଲ? ପରେ କିନ୍ତୁ ସେ ସେମାନଙ୍କୁ ଯେଉଁ କଥା କହିଲେ ତାହା ସେମାନେ ବୁଝିଲେ ନାହିଁ। ପରେ ସେ ସେମାନଙ୍କ ସାଙ୍ଗରେ ବାହୁଡ଼ି ନାଜରିତକୁ ଆସିଲେ ଓ ସେମାନଙ୍କର ବଶୀଭୂତ ହେଇ ରହିଲେ। ମୁଁ ଆଗେ ଏଇ ବଶୀଭୂତରୁ ଆରମ୍ଭ କରିବି ଆଜି ମୋର ବିଷୟଟି। ଆମେ ସମସ୍ତେ ଜାଣିଛୁ ଯୋସେଫ ଗୋଟେ କାର୍ପେଣ୍ଟର ଥିଲେ ବା ବଢେଇ ଥିଲେ, କିନ୍ତୁ ଯୋଉ ଇଣ୍ଡିଆନ କଣ୍ଟେକ୍ସଟରେ ବା ଆମର ଓଡିଶା କଣ୍ଟେକ୍ସଟରେ ସେ ଯୋଉ ରକମ କାର୍ପେଣ୍ଟର ଚିତ୍ର ମାନେ ମନ ଭିତରେ ଅଛି ସେଇ ରକମ କାର୍ପେଣ୍ଟର ନଥିଲେ। ବହୁତ ବିବ୍ଲିକାଲ ସ୍କଲାର ମାନେ ଏଇଟା କହନ୍ତି ଯେ ଯେହେତୁ ସେଇ ସମୟରେ ନଥିଲା କଂକ୍ରିଟ ଲୁହାର ବ୍ୟବସ୍ଥା, ସେଥିପାଇଁ ସେମାନେ କାଠ ସହିତ ପଥରକୁ ଯୋଡ଼ିକିରି ଘର ବନାଉଥିଲେ। ଏବଂ ସେ କାଠର କାମ ଗୁଡାକ ବା ଇଞ୍ଜିନିୟରିଂ କାମ ଗୁଡାକ ବା ସେ ଯୋଉ ହିସାବ କିତାବ ମାପ ଚୁପ ଏ ସବୁ ଗୁଡାକ ବଢେଇ ମାନେ କରୁଥିଲେ। ତେଣୁ ବଢେଇ ମାନେ ସେଇ ସମୟର ଗୋଟେ ରକମର ଥିଲେ ସିଭିଲ ଇଞ୍ଜିନିୟର, ଆର୍କିଟେକ୍ଟ। ଏବଂ ଆମମାନେ ସମସ୍ତେ ମନେ ପକାନ୍ତୁ, ଯେତେବେଳେ ସଲୋମନ ଯେତେବେଳେ ମନ୍ଦିର ବନେଇଲେ ସେ ହିରମ ରାଜା ପାଖରୁ କାଠ ସବୁ ଆଣିଥିଲେ। ମନ୍ଦିରରେ ମଧ୍ୟ କାଠ ସହିତ ପଥରକୁ ଯୋଗ କରିକି ବନା ହଉଥିଲା। ଯେହେତୁ ପିଲର ସିଷ୍ଟମ ନଥିଲା, କଲମ ସିଷ୍ଟମ ନଥିଲା ବା ଲୁହା ରଡର କଂକ୍ରିଟର ବ୍ୟବସ୍ଥା ନଥିଲା। ତେଣୁ ଆମେ ଯୋଉବେଳେ ଭାବୁଛୁ ଯେ ଏ ଖଟ ବନଉଥିବେ, ମେଜ ବନଉଥିବେ, ଚୌକି ବନଉଥିବେ, ଡ୍ରେସିଂ ଟେବୁଲ ବନଉଥିବେ, ସେଇରକମ କରୁଥାଇ ପାରନ୍ତି, କିନ୍ତୁ ବାଇବେଲ ସ୍କଲାର ମାନେ କହନ୍ତି ବେସିକାଲି ଏମାନେ ହଉଛନ୍ତି ଆର୍କିଟେକ୍ଟ। ଆଉ ଏମାନେ ଏଇ ବଢେଇ ମାନେ ସେଇ ସମୟରେ ସେମାନେ କଣ କରୁଥିଲେ, ଘର ବନା କାର୍ଯ୍ୟରେ ସାହାଯ୍ୟ କରୁଥିଲେ। ମୁଁ ଯୋଉ ଶେଷକୁ ଯୋଉ ପଦଟା ପଢିଲି, ସେମାନଙ୍କର ବଶୀଭୂତ ହୋଇ ରହିଲେ, ସେଇ ପଦ ସାଙ୍ଗରେ ଆପଣ ଯଦି 49ଟା ଦେଖିବେ ବା 51 ସାଙ୍ଗରେ ଯଦି 49 ପଦଟା ଦେଖିବ, କେତେ ଆଡାମାଣ୍ଟ ଟାଇପର ଉତ୍ତର ଯୀଶୁ ଦଉଛନ୍ତି। ଆଡାମାଣ୍ଟ କଣ? ତୁମମାନେ କାହିଁକି ମତେ ଖୋଜୁଥିଲ? ଆରେ ବାପା ମା ଖୋଜିବେନି ଆଉ ଖୋଜିବ କି? ଏଇଟା କଣ ଗୋଟେ ଉତ୍ତର ନା ଏଇଟା ଗୋଟେ କଣ ପ୍ରଶ୍ନ ପଚାରିବା ସମୟ? ଯୋଉ ସ୍ନେହ ପ୍ରେମ ସେମାନେ ସାନ ବେଳୁ ତାଙ୍କର ପିଲା ପ୍ରତି କରିଛନ୍ତି, ସେଇଥିରେ ସେମାନେ 3 ଦିନ ପଥଶ୍ରାନ୍ତ ହେଲେଣି। ତୁମେ ତ ଈଶ୍ୱର, ତୁମେ ତ ଜାଣିଥିବ ସେମାନେ କେତେ କଷ୍ଟ କଲେଣି। ତାଙ୍କୁ ସେଇ ସମୟରେ କଣ ଏଇ ଉତ୍ତର ଦେବାର ଥିଲା, ତୁମମାନେ କାହିଁ ଖୋଜୁଥିଲ? ଆମେ ଯିବା ସେଇ ତାର ଶେଷକୁ ଯିବା। ଯେତେବେଳେ ଶେଷ କରିବା ପୁଣି ଏଇ ପଦକୁ ଆସିବେ ଶେଷ। ଦେଖ, ତୋର ବାପା ମୁଁ ଅତିଶୟ କାତର ହୋଇ ତତେ ଖୋଜୁଅଛୁ।
ଏଥିରେ ସେ ସେମାନଙ୍କୁ କହିଲେ, କାହିଁକି ତୁମାନେ ମତେ ଖୋଜୁଥିଲ? ମୋହର ପିତାଙ୍କ ଗୃହରେ ଯେ ମୋହର କର୍ତ୍ତବ୍ୟ, ଏହା କଣ ଜାଣିନଥିଲ? ଏଇ ଯୋଉ ୱାର୍ଡଟା ଲେଖା ହେଇଛି ଯେ ମୋର ପିତାଙ୍କ ଗୃହରେ ରହିବା ଯେ ମୋର କର୍ତ୍ତବ୍ୟ, ଏହା କଣ ଜାଣିନଥିଲ? ମୁଁ ଇଂରାଜୀ ତର୍ଜମା ଗୁଡାକ ଦେଖିଲି, ବର୍ଷନ ଗୁଡାକ ଦେଖିଲି, ସମସ୍ତେ ପ୍ରାୟ ଏଇଟାକୁ ଟ୍ରାନ୍ସଲେଟ କରିଛନ୍ତି ଇଂଲିଶରେ, କିନ୍ତୁ ଗୋଟିଏ ଭିନ୍ନତା ଦେଖିଲି, ସେଟା ହଉଛି KJV କିଙ୍ଗ ଜେମ୍ସ ଭର୍ସନ ଆଉ NKJV ବା ନ୍ୟୁ କିଙ୍ଗ ଜେମ୍ସ ଭର୍ସନ, ସେମାନେ ଲେଖୁଛନ୍ତି ଆଉ ଟିକେ ଭିନ୍ନ, ଏବଂ ସେ ଭିନ୍ନଟା ମତେ ବେଶୀ ଭଲ ଲାଗିଲା। And he said unto them, how is it that ye sought me? Did you not know that I must be about my father's business? ଏଟା ଆଉ କେହି କୌଣସି ଭର୍ସନରେ ମୁଁ ପାଇଲିନି, କେବଳ NKJV, ନ୍ୟୁ କିଙ୍ଗ ଜେମ୍ସ ଭର୍ସନ ଆଉ କିଙ୍ଗ ଜେମ୍ସ ଭର୍ସନ, କିନ୍ତୁ ମତେ ଏଇଟା ହିଁ ବେଶୀ ଭଲ ଲାଗିଲା। ଆଜି ଆମର ଟପିକ ହଉଛି we are in our father's business। ଆମେ ଆମ ପିତାଙ୍କର ବା ସ୍ୱର୍ଗୀୟ ପିତାଙ୍କର ବିଜନେସରେ ଆଜି ମାନେ ଅଛୁ। ପ୍ରଭୁ ଯାହାକୁ ଯୋଉ ସେବା କାର୍ଯ୍ୟ ଦିଅନ୍ତୁ ଯାଏ ସେ ନାହିଁ, ଯେତିକି ଯାହା ତୋଡ଼ା ଦିଅନ୍ତୁ ଯାଏ ସେ ନାହିଁ, କିନ୍ତୁ we are all in father's business। ଆରି ଉପରେ ଆଜି ଆମମାନଙ୍କର ସମୁଦାୟ ଫୋକସଟା ରହିବ, ଏବଂ ଆମେ ଦେଖିବୁ ତାର ପର ପଦଟା, ଏଇ ଯୋଉ ଲୁକ 2 ପରେ ଆମେ ଦେଖିବୁ ଲୁକ 4 ର 43। କିନ୍ତୁ ସେ ସେମାନଙ୍କୁ କହିଲେ, ବା ଯୀଶୁ ସେମାନଙ୍କୁ କହିଲେ, ଅନ୍ୟାନ୍ୟ ନଗରରେ ମଧ୍ୟ ମୋତେ ଅବଶ୍ୟ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରିବାକୁ ହବ, କାରଣ ସେଥି ନିମନ୍ତେ ମୁଁ ପ୍ରେରିତ ହୋଇଛି। I am in my father's business। ମୁଁ ଗୋଟେ ଜାଗାରେ ରହିପାରିବିନି, ମୋର ମିଶନ ହଉଛି ଅନ୍ୟାନ୍ୟ ନଗରରେ ମତେ ଈଶ୍ୱରଙ୍କର ରାଜ୍ୟର ସୁସମାଚାର ପ୍ରଚାର କରିବାକୁ ହବ। ଏଇଟା ଉପରେ ଆମର ଯାକୁବ ଗୋଟେ ବଢିଆ ୱାର୍ଡ ବ୍ୟବହାର କରିଛନ୍ତି, ମୁଁ ସେଟା ପଢିବିନି, ଯୋଉମାନେ ପାଉଛନ୍ତି ଟିକେ ପଢିଦେବେ। ଯାକୁବ 4 ପର୍ବର 17। ମୋ ପାଇଁ ଜଣେ କିଏ ପଢି ଦିଅନ୍ତୁ, ଯାକୁବ 4 ପର୍ବର 17। ଅତଏବ ଯେ ସତ୍କର୍ମ କରିବାକୁ ଜାଣି ତାହା କରେ ନାହିଁ, ତାହାର ପାପ ହୁଏ। ଅତଏବ ଯୀଶୁ ଜାଣୁଛନ୍ତି ଯେ ତାଙ୍କର ମିଶନାରୀ ଯାତ୍ରାଟା କଣ ପାଇଁ ଥିଲା। ଏଇ ଯୋଉ 4:43ଟା ଆମେ ପଢିଲୁ, ତାଙ୍କର ଯୋଉ ମିଶନାରୀ ଯାତ୍ରା ବା ସେ ଜଗତକୁ ଯୋଉ ଆସିଲେ, କାହିଁକି ଆସିଲେ ସେଠି ସେ କ୍ଲିୟର ଲେଖୁଛନ୍ତି, ମଧ୍ୟ ମତେ ଅବଶ୍ୟ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରିବାକୁ ହବ। ନ କରିଥିଲେ କି ତାଙ୍କର କଣ କରିଥାନ୍ତା? କିଛି କରିପାରିନଥାନ୍ତା, ସେ ନିଜେ ଈଶ୍ୱର, କିନ୍ତୁ ମତେ ମଧ୍ୟ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରିବାକୁ ହବ, କାରଣ ସେଥି ନିମନ୍ତେ ମୁଁ ପ୍ରେରିତ ହୋଇଅଛି। ଯାକୁବ କହୁଛନ୍ତି, ଜଣେ ଯଦି ଜାଣୁଛି ଏଇଟା ମୋର କର୍ତ୍ତବ୍ୟ, ଏଇଟା ହଉଛି ଭଲ କାମ, ଜାଣିକି ସୁଦ୍ଧା କରୁନି, ତା ପାଇଁ ପାପ ହବ। ଯଦି ମୁଁ ଜାଣୁଛି ଯେ ମୋ ପାଇଁକା ପ୍ରଭୁ ଦେଇଛନ୍ତି ଏଇ ସେବା କାର୍ଯ୍ୟ, ଏଇ ସେବା କାର୍ଯ୍ୟ ମତେ କରିବାକୁ ପଡିବ, ଆଉ ଜାଣିକି ସୁଦ୍ଧା ଯଦି ମୁଁ ସେବା କାର୍ଯ୍ୟରେ ମନା କରୁଛି, ଅମଙ୍ଗ ହଉଛି, ବା ଯାଉନି, ବା କହୁନି, ବା କରୁନି, ତେ ଭୁଲଟା କାହାର? ଏଇଟା ଏଇ ବାକ୍ୟଟା ଆଜିର ଯୋଉ ଟପିକଟା ସେଟା ହଉଛି ନିଜକୁ ଆତ୍ମସମୀକ୍ଷା କରିବା। ଆମେ ସମସ୍ତେ ଈଶ୍ୱରଙ୍କର ସେଇ ସେବା କାର୍ଯ୍ୟରେ ନିଯୁକ୍ତି। We are all in father's business, heavenly father। ଆଉ ଗୋଟେ ପଦ ଆମେ ଦେଖିଲୁ, ସେ ଆସିକିରି ବଶୀଭୂତ ହେଲେ। ଯୀଶୁ ଏଇ ଯୋଉ 2:53 ଲେଖା ହେଇଛି, ସେ ବଶୀଭୂତ ହେଲେ। ତାଙ୍କର ଯୋଉ ଷ୍ଟେପ ଫାଦର, ଯୋସେଫ ତ ତାଙ୍କ ଫାଦର ନୁହନ୍ତି, ଯୋସେଫ ତାଙ୍କ ଷ୍ଟେପ ଫାଦର, ତାଙ୍କ
ତାଙ୍କର ବ୍ୟବସାୟ ଯୋଉଥିରେ ସେଥିରେ ବି ସେ ବଶୀଭୂତ ହେଲେ। ତାଙ୍କର ଯୋଉ ସ୍ୱର୍ଗୀୟ ପିତା ତାଙ୍କର କାର୍ଯ୍ୟରେ ମଧ୍ୟ ସେ ବଶୀଭୂତ ହେଲେ, ସେ କାର୍ଯ୍ୟକୁ ସେ କଲେ। ତା ମାନେ ହଉଛି ଯୀଶୁ କେବେ ହେଲେ କୌଣସି ଭାବରେ ତାଙ୍କର ଦାୟିତ୍ୱକୁ ଖିଲାପ କରିନାହାନ୍ତି, ତାକୁ ଏକ୍ସିକ୍ୟୁଟ କରିବା ପାଇଁ, ତାକୁ ଲିଭାଇବା ପାଇଁକା ସେ କେବେ ହେଲେ କୌଣସି ଭାବରେ ଖିଲାପ କରିନାହାନ୍ତି ବା ଏଭଳି ଗୋଟିଏ ସିଚୁଏସନ ଆମମାନଙ୍କୁ ଦେଇନାହାନ୍ତି ଯେ ଆମେ କ୍ରିଟିସାଇଜ କରିବା। ଦେଖ, ଈଶ୍ୱରଙ୍କ ପୁତ୍ର ହେଲେ କିନ୍ତୁ ବଢେଇ ଜନ୍ମ ହେଇକିରି ତାଙ୍କ ବାପାଙ୍କୁ ସାହାଯ୍ୟ କଲେନି ନା, ସେ ସୁଯୋଗ ପ୍ରଭୁ ଆମମାନଙ୍କୁ ବାଇବଲ ଦେଇନି। ସେ ସେଠି ମଧ୍ୟ ବଶୀଭୂତ ହେଲେ। ଇଆଡେ ପୁଣି ସେ କହୁଛନ୍ତି କଣ ନା, ମତେ ଅବଶ୍ୟ 4:43 ଲୋକ, ମତେ ଅବଶ୍ୟ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରିବାକୁ ହବ, କାରଣ ସେଥି ନିମନ୍ତେ ମୁଁ ପ୍ରେରିତ ହୋଇଅଛି। ବର୍ତ୍ତମାନ ଆମେ ଯିବା ଆଉ ଗୋଟେ ପଦକୁ, ମୋ ପାଇଁ ଜଣେ ପଢି ଦିଅନ୍ତୁ, ଜେରେମିୟ 20 ପର୍ବର 9 ପଦ। ଜେରେମିୟ 20 ପର୍ବର 9 ପଦ। କି ଜଣେ ପଢନ୍ତୁ। ପୁଣି ମୁଁ ତାହାଙ୍କ ବିଷୟ କହିବି ନାହିଁ, କି ଅବା ତାହାଙ୍କ ନାମରେ ଆଉ କଥା କହିବି ନାହିଁ। ଯେବେ ମୁଁ ଏହା କହେ, ତେବେ ମୋର ଅସ୍ଥି ମଧ୍ୟରେ ରୁଦ୍ଧ ଦାହକାରୀ ଅଗ୍ନି ମୋ ହୃଦୟରେ ଥିଲା ପରି ହୁଏ, ଆଉ ମୁଁ ତାହା ସମ୍ଭାଳି ରଖିବାରେ କ୍ଳାନ୍ତ ହୋଇ ନୀରବ ହୋଇ ନ ପାରେ। ଆମେନ୍। ଥ୍ୟାଙ୍କ ୟୁ ସିଷ୍ଟର। ଯୋଉ ସମୟର କଥା ଆଉ ଯାହା ଯୋଉଥିପାଇଁକା ଜେରେମିୟ ଏଟା ଚିନ୍ତା କରୁଛନ୍ତି ଆଉ ସେଟା ପ୍ରକାଶ କରିଛନ୍ତି, ସେଇ ସମୟରେ ସେ ବହୁତ ସିଭିୟର ପର୍ସିକ୍ୟୁସନ ଭିତରେ ଦେଇ ଯାଉଥିଲେ, ବହୁତ ତାଡ଼ନା ଭିତରେ। ଜେରେମିୟଙ୍କର ଜୀବନଟା ଏତେ ନଥିଲା, ଭଲ ନଥିଲା, ମାନେ ବହୁତ କଷ୍ଟ ପାଇ ପାଇ ଯାଇଛନ୍ତି, ଯେ ୱିପିଂ ପ୍ରଫେଟ। ଆଉ ସେଇ ସମୟରେ ବହୁତ ତାଙ୍କୁ ନିର୍ଯାତନା ବା ତାଡ଼ନା କରାଯାଉଥିଲା। ମଣିଷ ଆମେ, ହ୍ୟୁମାନ ୱିକନେସ୍ ସବୁ ଆମ ଭିତରେ ଅଛି, ଆଡମିକ ନେଚର ବି ଆମ ଭିତରେ ଅଛି। ଆଉ ସେ ଭାବିଲେ ଯଦି ଆଉ ପ୍ରଚାର କରିବିନି ଭଲ ହବ, ଏତେ କଷ୍ଟ ପାଇଲେଣି, ଏତେ ତାଡ଼ନା ପାଇଲେଣି, ଭାବୁଛନ୍ତି, କରିନାହାନ୍ତି। ତାପରେ ସେ ଭାବୁଛନ୍ତି ଯଦି ମୁଁ ଆଉ ପ୍ରଚାର ନ କରିବି, ସଫରିଂ ବି ମୋର ପାଇଁକା ଆସିବନି। ଗଲା, ଆଉ କାହିଁକି ପ୍ରଚାର କଲେ ସିନା ସଫରିଂ ଆସୁଛି, କରିବିନି, ଆଉ ସଫରିଂ ପାଇବିନି, ଗଲା, କାମ ସରିଲା। କିନ୍ତୁ ସେ କହୁଛନ୍ତି ଯେତେବେଳେ ମୁଁ ଏଟା ଚିନ୍ତା କରୁଛି, ଭାବୁଛି ଯେ ମୁଁ ସଫରିଂ ପାଇଁକା ଆଉ ପ୍ରଭୁଙ୍କର ବାକ୍ୟ ଅନ୍ୟମାନଙ୍କୁ ସେୟାର କରିବିନି, ସେତେବେଳେ ଯେମିତି ମୋର ହାଡ଼ ଭିତରେ ନିଆଁ ଭର୍ତ୍ତି ହେଇକି ରହିଲା ପରିକା ମତେ ଲାଗୁଛି। ମୋ ଭିତରେ ନିଆଁ ଯେମିତି ମୋ ହାଡ଼ ଭିତରେ ଭର୍ତ୍ତି ହେଇକି ରହିଛି, ତାମାନେ ନିଆଁଟା ପଶିଲେ ଆମ ଦେହ ଭିତରେ କେମିତି ଲାଗିବ? ଜଳିଲା ପରି ଲାଗିବ, କଷ୍ଟ ଲାଗିବ। ଯୋଉ ପର୍ସିକ୍ୟୁସନଟା ସେ ଲୋକଙ୍କୁ ପାଇଥାନ୍ତେ, ତାଠୁ ବେଶୀ କଷ୍ଟ ସେ ନିଜ ଭିତରୁ ପାଉଛନ୍ତି। ଯେତେବେଳେ ସେ ଚିନ୍ତା କରୁଛନ୍ତି ମୁଁ ଆଉ ଈଶ୍ୱରଙ୍କ ବିଷୟରେ କହିବିନି, କାହିଁକି କହିଲେ ଏତେ କଷ୍ଟ ମତେ ମିଳୁଛି ବା ମତେ କଷ୍ଟ ଦଉଛନ୍ତି, ଆଉ କହିବେନି। ସେତେବେଳକୁ ତାଙ୍କର ହାଡ଼ ଭିତରୁ ସେ ନିଆଁ ଜଳିଲା ପରିକା ସେ ଅନୁଭବ କରୁଛନ୍ତି। ଆଉ ଏଇଟା ଦ୍ୱାରା ଆମେ ଜାଣିପାରୁଛୁ ଯେ ଯେତେବେଳେ ଈଶ୍ୱର କାହାକୁ ଆହ୍ୱାନ କରନ୍ତି ବା ଗଡ୍ସ କଲିଂ ଯଦି କାହା ପ୍ରତି ଥାଏ, ଯେତେ କଷ୍ଟକର ହଉ ପଛେ ସେ ପ୍ରଭୁ କେବେ ଛାଡନ୍ତିନି। ଆଉ ଆମେ ଚେଷ୍ଟା କଲେ ମଧ୍ୟ ପ୍ରଭୁ ଆମକୁ କେବେ ହେଲେ ଛାଡିବେ ନାହିଁ। ସେ ଯାହାକୁ ଥରେ ଚିନ୍ତା କରିଛନ୍ତି ସେ ମୋର କଲିଂକୁ ଆସିବ, ମୋର ସେବା କାର୍ଯ୍ୟ କରିବ, ଗୋଟେ ଉଦାହରଣ ଦେଇପାରିବେ? ସେଭଳି ଲୋକ ଗୋଟେ ବହୁତ ଅଛି, ଗୋଟେ ଉଦାହରଣ ଦିଅନ୍ତୁ। ଜୁନୁସ ସେ ତ ବାଧ୍ୟ ହେଲେ, କଲେନି କାମ, ପଳେଇଲେ ଆଉ ଗୋଟେ ବାଟ ଦେଇକିରି। ପ୍ରଭୁ ଛାଡ଼ିଲେ କି ତାଙ୍କୁ? ପୁଣି ଆଣିଲେ, ପୁଣି ପଠେଇଲେ, ପୁଣି ଜୁନୁସ ଗଲେ,
ପୁଣି ନିନିବିରେ ବାକ୍ୟ ଦେଲେ, ଆଉ ନିନିବି ଉଦ୍ଧାର ହେଇଗଲା। ଆଉ ଇଏ ରାଗିଗଲେ। ଏଇ ସବୁ ଡ୍ରାମା ପଛରେ କଣ ଦରକାର ଥିଲା? ମୁଁ ତ ଜାଣିଥିଲି ତମେ ସ୍ନେହଶୀଳ, କୃପାମୟ, କଠୋର, ଧୀର, ଦଣ୍ଡ ଦେବାକୁ ଅନିଚ୍ଛୁକ ପରମେଶ୍ୱର, ଯେ ମତେ କାହିଁକି ଏସବୁ ଭିତରେ ଦେଇକି ନେଲେ? ଆଉ ଗୋଟେ ନମୁନା ଦେଖିବା, ସେ ହଉଛନ୍ତି ମୂଷା। ମୁଁ କିଏ? ଯେତେବେଳେ ସେ ଜ୍ୱଳନ୍ତ ବୁଦା ପାଖରେ ସେ ଦେଖୁଛନ୍ତି, ଈଶ୍ୱରଙ୍କ ଦର୍ଶନ ପାଉଛନ୍ତି, ଆଉ ଈଶ୍ୱର ତ କହୁଛନ୍ତି ତୋର କଲିଂଟା ହଉଛି ଏୟା, ତୁ ଯିବୁ ଇସ୍ରାଏଲ ଲୋକକୁ ସେଠାରୁ ଉଦ୍ଧାର କରିକି ଆଣିବୁ। ହେଲେ ମୁଁ କିଏ? ହୁ ଆମ ଆଇ? ତାଙ୍କ ଫାର୍ଷ୍ଟ ଅବଜେକ୍ସନ ହଉଛି ହୁ ଆମ ଆଇ। ତାପରେ କହୁଛନ୍ତି ସେମାନେ କଣ ମୋ କଥା ଶୁଣିବେ ନା ମତେ ବିଶ୍ୱାସ କରିବେ? ତାପରେ କହୁଛନ୍ତି ତମେ ତ ଦେଖୁଛ ମୋର କିଛି କହିବାର ଶକ୍ତି ଏତେ ଜୋର ନାହିଁ, ମୁଁ ଜଡ଼ ଯିବା, କାହିଁକି ମତେ ଏତେ ଠେଲି ପେଲିକି ତମେ ଦାୟିତ୍ୱରେ ଭର୍ତ୍ତି କରୁଛ କହିଲେ? ଦେଖିଲେ ପ୍ରଭୁ ନାଛଡ଼ ବନ୍ଧା, ପ୍ରଭୁ ଆଉ ଗୋଟେ କାହାକୁ ପଠାଅ, କାହିଁ ମୋ ପଛରେ ପଡ଼ିଛ କହିଲ? ଏଇଟା ଗୋଟେ ନମୁନା। ଆପଣ ସମସ୍ତେ ଜାଣିଛନ୍ତି, ମୁଁ ଏଇଟା ନୂଆ କିଛି କହିଲେନି। କିନ୍ତୁ ଆଉ ଗୋଟେ ନମୁନାକୁ ଯିବା, ସେଟା ଆପଣ ମାନେ ପାଇବେ। ପ୍ରେରିତ ତାର 26 ପର୍ବ 19 ପଦ, କିଏ ଯଦି ପାରୁଛନ୍ତି ପଢିଛନ୍ତି। ପ୍ରେରିତ 26 ପର୍ବ 19 ପଦ। ଅତଏବ ହେ ରାଜା, ମୁଁ ସେହି ସ୍ୱର୍ଗୀୟ ଦର୍ଶନର ଅବାଧ୍ୟ ହେବି ନାହିଁ। କେଡ଼େ ସୁନ୍ଦର ସାକ୍ଷ୍ୟ। ମୂଷା ଅବାଧ୍ୟ ହଉଛନ୍ତି, ଜୁନୁସ ଅବାଧ୍ୟ। ମୂଷା ତ ପ୍ରାରମ୍ଭିକ ସ୍ତରରେ ଅବାଧ୍ୟ ହେଲେ, ତାପରେ ରାଜି ହେଲେ, କିନ୍ତୁ ଜୁନୁସ ପୁରା ଅବାଧ୍ୟ ହୋଇଥିଲେ। ଆଉ ଶେଷକୁ ବି ସେ ବହିଟା ସରିଲା ବେଳକୁ ଈଶ୍ୱରଙ୍କ ଉପରେ ରାଗି ବି ଯାଉଛନ୍ତି। ଆଉ ଗୋଟେ ସାକ୍ଷ୍ୟ ଶୁଣନ୍ତୁ, ମୁଁ ସେ ସ୍ୱର୍ଗୀୟ ଦର୍ଶନର ଅବାଧ୍ୟ ହେଲି ନାହିଁ। ଗୋଟେ ବ୍ୟୁଟିଫୁଲ ଟେଷ୍ଟିମନି। ନୂଆ କରିକି ପ୍ରଭୁଙ୍କ ପାଖକୁ ଆସୁଛନ୍ତି। 9 ପର୍ବଟା ଆମେ ଆଉ ଟିକେ ତାକୁ ପଢିଦେବା, ଭଲ ବଢିଆ ଲାଗିବ। ନୂଆ କରିକି ସେ ପ୍ରଭୁଙ୍କ ସାଙ୍ଗେ ତାଙ୍କର ଏନକାଉଣ୍ଟର ହଉଛି। ପରେ ସେ ଯାଉ ଯାଉ 9 ପର୍ବର 3, 4, 5, 6 ପରେ ସେ ଯାଉ ଯାଉ ଦାମସ୍କସର ନିକଟବର୍ତ୍ତୀ ହୁଅନ୍ତେ ଅକସ୍ମାତ ଆକାଶରୁ ଆଲୋକ ତାଙ୍କ ଚାରିଆଡେ ଚମକି ଉଠିଲା। ସେଥିରେ ସେ ଭୂମିରେ ପଡିଯାଇ ତାଙ୍କ ପ୍ରତି ଉକ୍ତ ଏହି ବାଣୀ ଶୁଣିଲେ, ହେ ସାଉଲ, କାହିଁକି ଆମ୍ଭକୁ ତାଡ଼ନା କରୁଛ? ସେ କହିଲେ, ହେ ପ୍ରଭୁ ଆପଣ କିଏ? ଆଉ ସେ କହିଲେ, ଯାହାକୁ ତୁମେ ତାଡ଼ନା କରୁଛ ଆମ୍ଭେ ସେହି ଯୀଶୁ। କିନ୍ତୁ ଉଠ, ନଗରରେ ପ୍ରବେଶ କର, ଆଉ ତୁମ୍ଭକୁ କଣ କରିବାକୁ ହେବ ତାହା କୁହାଯିବ। ସାଙ୍ଗେ ସାଙ୍ଗେ କୁହାହବନି। ଆମେ ଦେଖିଛୁ ଯେତେବେଳେ ସେ ଜାହାଜ ଭଙ୍ଗା ସମୟର ଘଟଣାକୁ ମନେ ପକାନ୍ତୁ, ସମସ୍ତେ ବ୍ୟସ୍ତ, ସମସ୍ତେ ଅଧୈର୍ଯ୍ୟ, ସମସ୍ତେ ଭୟଗ୍ରସ୍ତ। କିନ୍ତୁ ସେ କହୁଛନ୍ତି, ଗତ ରାତ୍ରିରେ ପ୍ରଭୁ ମତେ କହିଲେ ତତେ ରୋମରେ ସାକ୍ଷ୍ୟ ଦେବାକୁ ପଡିବ। ଅତଏବ ହେ ଭାଇମାନେ, ମୋଟେ ବ୍ୟସ୍ତ ହୁଅନ୍ତୁନି, ମୋଟେ ଭୟଗ୍ରସ୍ତ ହୁଅନ୍ତୁନି, ଆମମାନେ ସମସ୍ତେ ବଞ୍ଚିବା। ଜୀବନର ଶେଷ ପର୍ଯ୍ୟନ୍ତ ସେ ତାଙ୍କ ଦର୍ଶନର କେବେ ଅବାଧ୍ୟ ହେଇନାହାନ୍ତି। ପ୍ରେରିତରେ ମଧ୍ୟ ସେଇ ଯୋଉ ଜାଗା ସେ ପ୍ରଚାର କରିଥିଲେ, ସେଇ ପ୍ରଚାରର ଜାଗାକୁ ଦ୍ୱିତୀୟ ଥର ଯାଇଛନ୍ତି। ସେମାନେ ସମୁଦ୍ର କୂଳକୁ ଆସିଛନ୍ତି, ଆଉ ସେ ଜାହାଜ ପାଖରେ, ଆଉ ସେମାନେ ସମସ୍ତେ ତାଙ୍କୁ ଅନୁରୋଧ କରୁଛନ୍ତି। ଆଉ ଗୋଟେ ଭବିଷ୍ୟତ ବକ୍ତା ସେ ନିଜେ ହାତ ବାନ୍ଧିକି ଆସି କହିଲେ, ପାଉଲ ତମେ ଜେରୁସାଲେମ ଗଲେ ତମେ ସେଠି ବନ୍ଧା ହବ, ମତେ ଏଇଟା ପବିତ୍ର କହିଛ। ପୁଣି ସେଇ କଥାକୁ ସେ ରିପିଟ କରିଛନ୍ତି, ମୁଁ କୌଣସି ଭାବରେ ଅବାଧ୍ୟ ହେବି ନାହିଁ।
ମତେ ପ୍ରଭୁ କହିଛନ୍ତି ଜେରୁସାଲେମକୁ ଯିବା ପାଇଁ, ମୁଁ ଯିବି। ସମସ୍ତେ ଆଣ୍ଠୁ ହୋଇ ପଡି ତାଙ୍କୁ ଫେରୱେଲ ଦଉଛନ୍ତି। କେତେ ବଡ ହେଇଥିବ ଚିନ୍ତା କରନ୍ତୁ। ନଗରର ଲେଖା ହେଇଛି ସମସ୍ତେ ଉଠି ଆସିଲେ ସେ ସମୁଦ୍ର କୂଳକୁ, ଆଉ ସମସ୍ତେ ଆଣ୍ଠୁ ହୋଇ ପଡିକି ତାଙ୍କୁ ଫେରୱେଲ ଦଉଛନ୍ତି ପ୍ରାର୍ଥନା ସହକାରେ। ଏଇ ହଉଛି ପ୍ରଭୁଙ୍କ ଦାସ ପାଉଲଙ୍କର ଆଇ ମଷ୍ଟ ବି ଇନ୍ ଫାଦର୍ସ ବିଜନେସ୍। କେତେ ଉତ୍ସାହଦାୟକ, କେତେ ପ୍ରେରଣାଦାୟକ, କେତେ ବଳିଷ୍ଠ, କେତେ ମଜବୁତ ତାଙ୍କର ସାକ୍ଷ୍ୟ। ଯେତେବେଳେ ତାଙ୍କୁ ଏ କଷ୍ଟ ଗୁଡା ଦେଇକି ଯିବାକୁ ପଡୁଛି, ସେ କହୁଛନ୍ତି ମୁଁ ଏଇଟା କରୁନି, ଆଜି ଯାହା କିଛି ମୁଁ ହେଇଛି ଖ୍ରୀଷ୍ଟଙ୍କର ପ୍ରଦତ୍ତ ଅନୁଗ୍ରହ ପାଇଁକା ମୁଁ ଯାହା ହେଇଛି। What I am today, ମୁଁ ଆଜି ଯାହା କିଛି ହେଇଛି ଈଶ୍ୱରଙ୍କର ଅନୁଗ୍ରହ ମତେ ପ୍ରଦାନ କରାହେଇଛି, ଆଉ ସେ ଅନୁଗ୍ରହ ପାଇଁକା ଆଜି ମୁଁ ହେଇଛି ଯାହା। ସବୁ ସମୟରେ ତାଙ୍କ ପ୍ରାର୍ଥନାକୁ ସେ ପ୍ରଭୁ ଗ୍ରହଣ କରିନାହାନ୍ତି, ଉତ୍ତର ଦେଇନାହାନ୍ତି। ମୁଁ 3 ଥର ପ୍ରାର୍ଥନା କଲି, କିନ୍ତୁ ପ୍ରଭୁ ଉତ୍ତର ଦେଲେନି। କିନ୍ତୁ ଏତିକି ଆସିଲା ବାକ୍ୟ, ମାଇ ଗ୍ରେସ୍ ଇଜ ସଫିସିଏଣ୍ଟ ଫର ୟୁ, ଇନ୍ ୱିକନେସ୍ ଇଟ୍ କମେଥ୍ ଇନ୍ ଫୁଲ୍ ଷ୍ଟ୍ରେଂଥ। ଦୁର୍ବଳତାରେ ତାହା ପରିପୂର୍ଣ୍ଣ ଭାବରେ ପ୍ରକାଶ ହୁଏ। ଏ ଗୋଟିଏ ପ୍ରଭୁଙ୍କର ସେବକ, ଯିଏକି ତାଙ୍କ ଫାଦର୍ସ ବିଜନେସ୍ ସେ କେତେ ବଡ ସାକ୍ଷ୍ୟ। सोशल मीडिया विज्ञापन एवं अजଣା ग्रुप केबे भी इन्वेस्टमेंट टिप्स साइबर अपराधी को ଆଜି ମୁଁ ଯାହା କରିପାରୁଛି संचित ତାଙ୍କର ଅନୁଗ୍ରହ ପାଇଁ। ଅନୁଗ୍ରହର ପ୍ରଚୁରତା ମୋ ପ୍ରତି ଆସିଛି। 1930 ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ଭଉଣୀ ମାନେ, ତାଙ୍କର ଗୋଟେ ଶେଷଟା ମୁଁ ଗୋଟେ ଖାଲି ମୋ ପାଇଁ ଜଣେ କିଏ ପଢିଦିଅନ୍ତୁ। ପ୍ରଥମ କରନ୍ତି 9 ପର୍ବର 16। ପ୍ରଥମ କରନ୍ତି 9 ପର୍ବର 16। କାରଣ ମୁଁ ଯଦି ସୁସମାଚାର ପ୍ରଚାର କରେ, ସେଥିରେ ମୋର ଦର୍ପ କରିବାର କିଛି ନାହିଁ, ଯେଣୁ ତାହା କରିବା ନିମନ୍ତେ ମୁଁ ବାଧ୍ୟ। ଆଉ ଯଦି ମୁଁ ସୁସମାଚାର ପ୍ରଚାର ନ କରେ, ତେବେ ହାୟ ମୁଁ ଦଣ୍ଡର ପାତ୍ର। ଏଟେ ସୁନ୍ଦର ସାକ୍ଷ୍ୟ। ଜେରେମିୟା କହୁଛନ୍ତି ଏତେ ପରସିକ୍ୟୁସନ ପାଇଲା ପରେ ମୋର ଇଚ୍ଛା ହଉନି ଆଉ ଈଶ୍ୱରଙ୍କ ବାକ୍ୟ ଦବା। କିନ୍ତୁ ତାପରେ ସେ କହୁଛନ୍ତି ମୋର ହାଡ ଗୁରା ଭିତରୁ ଖାଲି ନିଆଁ ଜଳୁଛି। ଯାକୁବ କହୁଛନ୍ତି ଯିଏ ଠିକ ବିଷୟ ଜାଣିକିରି, ଉତ୍ତମ ବିଷୟ ଜାଣିକି ଯାହା ତାହା ନ କରେ, ସେଇଟା ତା ପାଇଁ ପାପ ହୁଏ। ପାଉଲ ସେଇ କଥା କହୁଛନ୍ତି। ମୁଁ ଈଶ୍ୱର ବାକ୍ୟ ପ୍ରଚାର କରି ଏଥିରେ କଣ ଦର୍ପ କରିବାର ଅଛି? ମୁଁ ତ ଆଇ ଆମ୍ ଇନ୍ ଫାଦର୍ସ ବିଜନେସ୍। ମୁଁ ତ ସେଇ ସ୍ୱର୍ଗୀୟ ଈଶ୍ୱରଙ୍କର କାର୍ଯ୍ୟରେ ଅଛି, ବ୍ୟବସାୟରେ ମୁଁ ଲାଗିଛି। ଯଦି ମୁଁ ନ କରେ, ତେବେ ଏଇଟା ମୁଁ ହଉଛି ଦୁର୍ଭାଗ୍ୟର ସନ୍ତାନ। ଦେଖନ୍ତୁ କେତେ ସୁନ୍ଦର ସୁନ୍ଦର ପ୍ରଭୁଙ୍କର ଦାସ ମାନଙ୍କର ସାକ୍ଷ୍ୟ। ମୂଷା, ତମେ ମୋ ପିଛା ଛାଡ, ମୁଁ କଣ ମୋ ପିଛାରେ ଚଲେଇଛ? ମୁଁ ଏତେ କଥା କହିସାରିଲା ପରେ ବି ସେ ଦିନେ କହିଲେ, if thy presence don't go with me, I will not go with you. ତାଙ୍କର ଈଶ୍ୱରଙ୍କ ସହିତ ଗମନାଗମନ କରିବାରେ ବା ଇନ୍ ହିଜ୍ ବିଜନେସ୍ ସେ ଏତେ ଆନନ୍ଦ ପାଇଲେ, ସେ କହୁଛନ୍ତି ତମେ ନ ଗଲେ ମୁଁ ଯିବିନି। କ୍ଲିୟର କଥା। ପ୍ରଥମେ କହୁଥିଲେ କାହିଁ ମୋ ପିଛା ପଡିଛ କହିଲ, ଛାଡିଲ ମୋ ପିଛା। କିନ୍ତୁ ସେଦିନ ପୁଣି କହିଲେ ପ୍ରଭୁ ସତ ମୁଁ ତୁମ ବିଜନେସ୍ ରେ ଅଛି,
କିନ୍ତୁ ମୁଁ ଯୋଉ ଆନନ୍ଦ ପାଉଛି, ଯୋଉ ଶାନ୍ତି ପାଉଛି ଆଉ କୋଉଠି ପାଇବେନି। ସେଥିପାଇଁ ତମେ ମତେ ଛାଡିକି ଯାଅ। ପ୍ରଭୁ ଆମକୁ ଯୋଉ ସେବା କାର୍ଯ୍ୟ ଦେଇଛନ୍ତି, ଛୋଟ ହଉ କି ବଡ ହଉ, ଯାହା କିଛି ହଉ, ଆପଣ ନିଜେ କୁହନ୍ତୁ, ଆପଣ ଆନନ୍ଦ ପାଉନାହାନ୍ତି? ପ୍ରଭୁଙ୍କ ସହିତ ଗମନାଗମନ କରିବାର ଯୋଉ ଆନନ୍ଦ, ଆପଣ ଏଇଟା କୋଉଠୁ ପାଇବେନି। ଆଉ ବାକ୍ୟରେ ଲେଖା ହେଇଛି, ସେ ଅବିଶ୍ୱସ୍ତ ନୁହନ୍ତି, ତୁମମାନଙ୍କର ସମସ୍ତ କାର୍ଯ୍ୟର ସେ ପୁରସ୍କାର ଦେବେ। ଆଉ ସେଇଟା ମୁଁ ଗୋଟେ କହିଥିଲି ଯେ ଯୋଉ ଟାଇପର ଭାବରେ ଯୀଶୁ ଉତ୍ତର ଦେଲେ ତାଙ୍କ ବାପା ମାଙ୍କୁ, ସେଟା କଣ ଉତ୍ତର ଦବା କଥା ମୁଁ କହିଥିଲି। ତାର ଉତ୍ତରଟା ବର୍ତ୍ତମାନ ମୁଁ ଦେବାକୁ ଚାହୁଁଛି। ସମସ୍ତେ ମୋ ସାଙ୍ଗରେ ବାହାର କରନ୍ତୁ ଯୌନ ଲିଖିତ ସୁସମାଚାର 19 ପର୍ବ 19 ପର୍ବ 23। ମାତା ଓ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ ତାଙ୍କୁ ପାଖରେ ଠିଆ ହୋଇଥିବା ଦେଖି ମାତାଙ୍କୁ କହିଲେ, ଗୋ ନାରୀ, ଦେଖ ତୁମର ପୁତ୍ର। ତତ୍ପରେ ସେ ଶିଷ୍ୟଙ୍କୁ କହିଲେ, ଦେଖ ତୁମର ମାତା। ଆଉ ସେହି ଦଣ୍ଡରୁ ସେହି ଶିଷ୍ୟ ତାଙ୍କୁ ଆପଣା ଗୃହକୁ ଘେନିଗଲେ। କେତେ ଛୋଟ ଛୋଟ ବିଷୟ ପ୍ରଭୁ ଆମମାନଙ୍କ ପାଇଁ ମନୋଯୋଗୀ। ସେ ଜାଣିଛନ୍ତି ଯୋସେଫ ମରିଯାଇଛି, ହୁଏତ ଅନ୍ୟ ଭାଇମାନଙ୍କ ଦ୍ୱାରା ସେ ସେତିକି ଆଦର ବା ସେବା ପାଉନଥିବେ, ଆମେ ତ ଜାଣିନୁ, ବାଇବଲ ସେ ବିଷୟରେ କିଛି କହେନି। କିନ୍ତୁ ଯୋହନକୁ ସେ ପ୍ରସ୍ତୁତ କରୁଛନ୍ତି, ଯୋଉ ନାରୀ ତାଙ୍କୁ ସେ ଉଦରରୁ ଆରମ୍ଭ କରିକିରି ଏପର୍ଯ୍ୟନ୍ତ ସ୍ନେହ ଦେଇଛନ୍ତି, ଖାଇବାକୁ ଦେଇଛନ୍ତି, ଲାଳନ ପାଳନ କରିଛନ୍ତି, ତାଙ୍କର ମଧ୍ୟ କର୍ତ୍ତବ୍ୟ ଅଛି। ଖାଲି ଈଶ୍ୱରଙ୍କ ମନ୍ଦିରରେ ରହିବା କର୍ତ୍ତବ୍ୟ ନୁହେଁ, ଶେଷରେ ତାଙ୍କର ସେ କର୍ତ୍ତବ୍ୟଟାକୁ ସେ ପ୍ରକାଶ କରିଛନ୍ତି। ଯାହା ବାଇବଲ ସ୍କଲାର ମାନେ କହନ୍ତି, ଯୌନ ଟିକେ ଆଫ୍ଲୁଏଣ୍ଟ ଫ୍ୟାମିଲି, ମାନେ ଟିକେ ସ୍ୱଚ୍ଛଳ ପରିବାରର ସେ ଥିଲେ, ଆଉ ସେ ପ୍ରଭୁଙ୍କୁ ବହୁତ ଭଲ ପାଉଥିଲେ। ଯୌନ ଲିଖିତ ସୁସମାଚାର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏଇ ଗୋଟେ ବିଷୟ କହିବାକୁ ଚାହେଁ। when we are in father's business, ସେ ଆମର ମାଇନ୍ୟୁଟ ଡିଟେଲ୍ସ ପାଇଁକା ମଧ୍ୟ ମନୋଯୋଗୀ। ଶେଷ ପର୍ଯ୍ୟନ୍ତ ମଙ୍ଗଳ ଯେମିତି ହବ ସେଥିପାଇଁ ସେ ମନୋଯୋଗୀ। ଦାଉଦ କହନ୍ତି, ସେ ପ୍ରତିଦିନ ଆମର ଭାର ବହନ୍ତି। ଗୀତ ସଂଗୀତ 86ରେ ବୋଧେ ଅଛି, ଜଣେ କିଏ ଯଦି ପାଉଛନ୍ତି ଟିକେ ପଢିଦିଅନ୍ତି। ଗୀତ ସଂଗୀତ 86 ନା 68। ଗୀତ ସହିତ 68:19। ଯେଉଁ ପ୍ରଭୁ ଦିନକୁ ଦିନ ଆମ୍ଭମାନଙ୍କର ଭାର ବହନ୍ତି, ସେ ଧନ୍ୟ ହେଉନ୍ତୁ। ୟେସ୍, ଖାଲି ସେ ତାଙ୍କର ମା ମରିୟମଙ୍କ ପାଇଁକା ଚିନ୍ତିତ ବୋଲିକା ନୁହେଁ, ଦିନ ପ୍ରତିଦିନ ସେ ଆମର ଭାର ବହନ କରନ୍ତି। ତେ ଭାବନ୍ତୁ ଯେ ଯୋଉମାନେ ପ୍ରଭୁଙ୍କର ସେବା ପାଇଁ ତାଙ୍କର ବାପାଙ୍କର ବିଜନେସ ପାଇଁକା ବାହାରି ଆସିଛନ୍ତି, ସେମାନେ ପାଇଁକା କେତେ ଅଧିକ ସେ ମଙ୍ଗଳର ବ୍ୟବସ୍ଥା ନ କରିଛନ୍ତି। ମୁଁ ଯୁବା ଥିଲି, ଦାଉଦ କହୁଛନ୍ତି, ମୁଁ ଯୁବା ଥିଲି, ଏବେ ବୃଦ୍ଧ ହୋଇଅଛି,
କିନ୍ତୁ ପ୍ରଭୁଙ୍କର ଲୋକମାନଙ୍କୁ କେବେ ଭିକ୍ଷା ମାଗିବାର ଦେଖିନି। କାରଣ ସେ ଦିନ ପ୍ରତିଦିନ ତାଙ୍କର ସେବକ ମାନଙ୍କର ତାଙ୍କର ଫାଦର୍ସ ବିଜନେସ ରେ ଯୋଉମାନେ ଏନଗେଜ ଅଛନ୍ତି ସେ ସମସ୍ତଙ୍କର ଭାର। ଆଉ ସେଥିପାଇଁକା ଦାଉଦ ଲେଖିଲେ ନିଶ୍ଚୟ ମଙ୍ଗଳ ଦୟା ଆମର ଜୀବନର ବର୍ଷେ 2 ବର୍ଷ ନାହିଁ, ଜୀବନର ଶେଷ ପର୍ଯ୍ୟନ୍ତ ଆମମାନଙ୍କ ସହିତ ପଶ୍ଚାତକାରୀ, ବିକଜ वी आर इन हिज फादर्स बिजनेस। प्रभु ଏହି ସଂକ୍ଷିପ୍ତ ଚିନ୍ତା ଉପରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। God bless you.